ଦର୍ଶକ ବନ୍ଧୁ ଆପଣମାନେ ଯେବେ ନା ଯେବେ ଟ୍ରେନରେ ଯାତ୍ରା କରିଛନ୍ତି ଆଉ ଯାତ୍ରା କରିବେ। ତେଣୁକରି ଆପଣମାନଙ୍କୁ ଅନୁରୋଧ କରୁଛି ଟ୍ରେନରେ ଯାତ୍ରା କଲାବେଳେ ଆପଣମାନେ ଦୟାକରି ଜମାରୁ ମୋବାଇଲକୁ ଧରନ୍ତୁ ନାହିଁ। ଟ୍ରେନରେ ଝରକା ବାହାରକୁ ମୋବାଇଲ ଧରନ୍ତୁ ନାହିଁ। ଟ୍ରେନର କବାଟ ଉପରେ ବସିକି ମୋବାଇଲ ଚଲାନ୍ତୁ ନାହିଁ। ନହେଲେ ଆପଣଙ୍କ ବି ମୋବାଇଲ ଚୋରି ହେଇଯିବ। କେମିତି ଚୋରି ହେବ ଏଇ ଭିଡିଓକୁ ଦେଖନ୍ତୁ। କାହିଁକିନା ଆପଣଙ୍କର ବ୍ୟାଗ୍ ବା ଜିନିଷ ପତ୍ର ହଜିଗଲେ ଆପଣଙ୍କୁ ବେଶୀ କଷ୍ଟ ଲାଗିବ ନାହିଁ। ମୋବାଇଲ ଯଦି ହଜିଗଲେ ଆପଣଙ୍କର ଜୀବନ ଗଲା ପରି ଲାଗିବ। କାହିଁକିନା ଆପଣଙ୍କର ମୋବାଇଲରେ ସବୁ କିଛି ଅଛି। ଆପଣଙ୍କର ବ୍ୟାଗରେ ପଇସା ରଖିଥିଲେ ବି ହଜିଗଲେ ଆପଣଙ୍କୁ କିଛି ଦୁଃଖ ଲାଗିବ ନାହିଁ। ଆପଣଙ୍କର ମୋବାଇଲ ହଜିଗଲେ ତାହେଲେ ଆପଣଙ୍କୁ ବହୁତ କଷ୍ଟ ଲାଗିବ। ଆଉ ମୋବାଇଲ ଯଦି ହଜିଗଲେ ଆପଣ ଯେଉଁ ସ୍ଥାନକୁ ଯାଉଛନ୍ତି ସେଇ ସ୍ଥାନକୁ ଆପଣମାନେ ପହଞ୍ଚି ପାରିବେ ନାହିଁ। ଆଉ ମୋବାଇଲ ଯଦି ଥିଲେ ଆପଣମାନେ ସହଜରେ ପହଞ୍ଚି ପାରିବେ। କଲ୍ କରିକି ଆପଣଙ୍କର ଫ୍ୟାମିଲି ବା ଆପଣଙ୍କର ସମ୍ପର୍କ ବ୍ୟକ୍ତିକୁ କଲ୍ କରିକି ସାହାଯ୍ୟ କିଛି ମାଗିବେ। ଆଉ ମୋବାଇଲ ଯଦି ହଜିଗଲେ କିଛି କରିପାରିବେ ନାହିଁ। ସେଇ ଅଧା ବାଟରେ ଅଟକିକି ରହିବ। ତ ଭିଡ଼ିଓକୁ ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣମାନେ ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରନ୍ତୁ। ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ। ଭିଡ଼ିଓକୁ ନିହାତି ଭାବରେ ସେୟାର କରନ୍ତୁ ନିଜ ବନ୍ଧୁମାନଙ୍କ ପାଖକୁ। ସେମାନେ ମଧ୍ୟ ନୂଆ ନୂଆ ଅପଡ଼େଟ୍ ଭିଡ଼ିଓ ପାଇପାରିବେ।